ଆପଣମାନେ ଜାଣନ୍ତି କି ଆଜିକା ସମୟରେ ବି ଗୋଟେ ଭଲ ଏଡ଼ିଟର୍ ଘରେ ବସିକି ନିଜେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇପାରିବ। କିନ୍ତୁ ସମସ୍ୟା ଅଧିକାଂଶ ଲୋକଙ୍କୁ ଏଡ଼ିଟିଂ ସଫ୍ଟୱେର୍ ଶିଖନ୍ତି କିନ୍ତୁ ପ୍ରଫେସନାଲ୍ ଏଡ଼ିଟିଂ କେହି ବି ଶିଖିପାରନ୍ତିନି। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଭିଡ଼ିଓ ଏଡ଼ିଟିଂ ମାଷ୍ଟର ଶିଖେଇବି, ଯେଉଁଥିରେକି ମୋବାଇଲ୍ ହଉ ବା ପିସି ଆପଣ ଏହି କୋର୍ସ ଶିଖିବା ପରେ ପ୍ରଫେସନାଲ୍ ଭିଡ଼ିଓ ଏଡ଼ିଟିଂ ଆପଣ ଆରାମସେ କରିପାରିବେ। ଓକେ, ନମସ୍ତେ, ମୋ ନାଁ ଆଶା। ଆପଣମାନେ ଜାଣିଛନ୍ତି ମୁଁ ପ୍ରତ୍ୟେକ ଦିନ ଏଇ ଆମର ଡିଜିଟାଲ୍ ସ୍କିଲ୍ ଉପରେ ପ୍ରତ୍ୟେକ ଟପିକ୍ ଉପରେ ଗୋଟେ ଗୋଟେ କରିକି ଆଣେ, ଯେଉଁଥିରେ କି ଘରେ ବସିକି ହାଉସ୍ ୱାଇଫ୍ ମାନେ ଷ୍ଟୁଡେଣ୍ଟ ମାନେ ଆରାମସେ ଶିଖିପାରିବେ। ଠିକ୍ ଅଛି, ଯାହାଫଳରେ ନିଜେ ବି କିଛି ରେଭିନ୍ୟୁ ଜେନେରେଟ୍ କରିପାରିବେ। ଓକେ, ତ ମୁଁ କହିବା ଅର୍ଥ ହେଉଛି ଆଜିର ଆମର ଟପିକ୍ କ'ଣ ଥିଲା, ଭିଡ଼ିଓ ଏଡ଼ିଟିଂ। ଭିଡ଼ିଓ ଏଡ଼ିଟିଂ କ'ଣ ନା, ଭିଡ଼ିଓ ଏଡ଼ିଟିଂ ହେଉଛି ଗୋଟେ ର ଫୁଟେଜ୍କୁ ପ୍ରଫେସନାଲ୍ ଭିଡ଼ିଓରେ କିପରି ପରିଣତ କରିବା। ଠିକ୍ ଅଛି, ତାପରେ ଭିଡ଼ିଓ ଏଡ଼ିଟିଂ କରିବା ସବୁ କିଛି ଆମର କ'ଣ କହିଲେ ଟୁଲ୍ସ ଦରକାର, ମାନେ ଯେମିତି ରହିଲା ଇନସର୍ଟ ବି ହଉ ଯାହା ବି ହଉ, ମାନେ ଯେଉଁଥିରେ ବି ଭିଡ଼ିଓ ଏଡ଼ିଟିଂ କରିବେ ସେଥିରେ କିଛି ଥାଏ ଆମର, ଯେମିତି କାଟ୍, ଟ୍ରିମ୍, ମ୍ୟୁଜିକ୍ କିପରି କରିବା, ମାନେ ଆଡ଼୍ ଦେବା, ତାପରେ ଟ୍ରାଞ୍ଜିସନ୍ କିପରି ଲଗାଇବା, ଇଫେକ୍ଟସ୍ କିପରି ଲଗାଇବା, ସେ ଭିଡ଼ିଓ କିପରି କଲର୍ ଗ୍ରାଇଣ୍ଡିଂ ମିଶି ଫାଇନାଲ୍ ରେଡ଼ି କରିବା। ଏଡ଼ିଟିଂ ହେଉଛି କ'ଣ, ଗୋଟେ ଷ୍ଟୋରି ଟେଲିଂର ଗୋଟେ କଳା। ଠିକ୍ ଅଛି, ତ ସେଇ ଜିନିଷ ହେଉଛି, ସେଇଗୁଡ଼ିକ ହିଁ ଆମେ ଆଜି ଡିଟେଲ୍ସ ଗୋଟେ ଗୋଟେ କରିକି ମୁଁ ବତେଇଦେବି ଆପଣଙ୍କୁ। ଠିକ୍ ଅଛି, ଆଚ୍ଛା, ଆଉ ଗୋଟେ ଜିନିଷ ହେଲା ଭିଡ଼ିଓ ଏଡ଼ିଟିଂ ମାନେ କ'ଣ କହିଲେ, ଆପଣ ଯେଉଁ ମାନେ କେଉଁ ଟୁଲ୍ସରେ ମୋବାଇଲ୍ ମାନେ ଆପ୍ ଅଛି, ସେଥିରେ ବହୁତ ଟୁଲ୍ସ ଅଛି। ଠିକ୍ ଅଛି, ତ ଆପଣ ଭିଡ଼ିଓ ଏଡ଼ିଟିଂ କେଉଁଥିରେ କରନ୍ତି, କ୍ୟାପକଟ୍ରେ କରନ୍ତି, ଭିଏନ୍ ଏଡ଼ିଟର୍ରେ କରନ୍ତି, କାଇନ୍ ମାଷ୍ଟର କରନ୍ତି, ନା ପିସି ସଫ୍ଟୱେର୍ରେ କରନ୍ତି, ଯେଉଁ ଆମର ଆଡୋବ୍ ପ୍ରିମିୟର ପ୍ରୋ ଅଛି, ତାପରେ ଫିଲ୍ମୋରା ଅଛି, ଏଇଟା ମୋବାଇଲ୍ରେ ବି ଅଛି, ତାପରେ ଇନସର୍ଟ ବି ଅଛି। ଏଗୁଡ଼ା ହେଉଛି ଆମର କ'ଣ କହିଲେ ଭିଡ଼ିଓ ଏଡ଼ିଟିଂ ଆପ୍ ଗୁଡ଼ା। ଠିକ୍ ଅଛି, ବା ସଫ୍ଟୱେର୍ ଗୁଡ଼ା, ଯେଉଁଥିରେ କି ଆପଣ ଶିଖିକି ବି କରିପାରିବେ। ଠିକ୍ ଅଛି, ଆଉ ଗୋଟେ ଜିନିଷ ରହିଲା, ଦେଖନ୍ତୁ ସେଇଟା କହିଲ ୱାନ୍ ନମ୍ବର ଥିଲା ଆମର କ'ଣ ନା, ଭିଡ଼ିଓ ଏଡ଼ିଟିଂ କ'ଣ କେମିତି ତାର ଅପସନ୍ ଗୁଡ଼ା ୟୁଜ୍ କରି କରିବେ। ସେକେଣ୍ଡରେ କେଉଁ ଆପ୍ରେ କରିବେ। ଥାର୍ଡ଼ ହେଉଛି କ'ଣ ନା, ଇମ୍ପୋର୍ଟାଣ୍ଟ ଅର୍ଗାନାଇଜ୍ ସମସ୍ତ ଭିଡ଼ିଓ କ୍ଲିପ୍କୁ ଇମ୍ପୋର୍ଟ କରିବା, ତାକୁ ଫୋଲ୍ଡର ଅନୁସାରେ ଅର୍ଗାନାଇଜ୍ କରିବା, ମେନ୍ ଫୁଟେଜ୍ କେଉଁଟା, ମ୍ୟୁଜିକ୍ ସେଥିରେ କ'ଣ ଦେବା, ଇମେଜେସ୍ କ'ଣ ଅଲଗା ରଖିବା, ଏସବୁ ଜିନିଷ ହେଉଛି ତାର ଭିଡ଼ିଓ ଏଡ଼ିଟିଂର ମେନ୍ ପାର୍ଟ। ବେସିକ୍ ଏଡ଼ିଟିଂ କ'ଣ ଜାଣିଛନ୍ତି ନା, ଅନୱାଣ୍ଟେଡ୍ ପାର୍ଟ କାଟ, ମାନେ ଯେଉଁଥିରେ କିଛି ଦରକାର ଗୋଟେ ପାର୍ଟ କାଟିଦେବା କିପରି, ଟାଇମ୍ ଲାଇନ୍କୁ ସଫା ରଖିବା କିପରି, ସ୍ମୁଥ୍ ଫ୍ଲୋ ତିଆରି କରିବା। ତ ଏସବୁ ଜିନିଷ ହେଉଛି ଆମ ଭିଡ଼ିଓର ଗୋଟେ ଗୋଟେ ପାର୍ଟ। ଅଡ଼ିଓ ଏଡ଼ିଟିଂ କ'ଣ ନା, ବ୍ୟାକ୍ଗ୍ରାଉଣ୍ଡ ନଏଜ୍କୁ ରିମୁଭ୍ କରିବା। ଯଦି ଆମେ ବାହାରେ ଗୋଟେ ମାନେ ଅଡ଼ିଓ କରିଥିବେ, ରେକର୍ଡ଼ କରିଥିବେ, ତାହେଲେ କ'ଣ କରିବା ନା, ତା ଭଏସ୍କୁ ବାହାର ଯେଉଁ ନଏଜ୍ ଆସେ ତାକୁ ରିମୁଭ୍ କରିଦେବା। ଠିକ୍ ଅଛି, କିନ୍ତୁ ଭଏସ୍ଟାକୁ କ୍ଲିୟର୍ ଶୁଣାଯିବ ଲୋକଙ୍କୁ। ତାପରେ ଆପଣମାନେ ଚାହିଁଲେ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ବି ଆଡ଼୍ କରିପାରିବେ। ମ୍ୟୁଜିକ୍ଟାକୁ ଭଲ୍ୟୁମ୍ 15% 20% ଭିତରେ ରଖିବେ, ତ ସେ କ'ଣ ଭଏସ୍ଟା ଭଲ ଭାବରେ ଶୁଣାଯିବ ଆଉ ମ୍ୟୁଜିକ୍ଟା ସ୍ଲୋରେ ଶୁଣାଯିବ। ଓକେ, ଆଉ ଗୋଟେ କ'ଣ ଜିନିଷ ମାନେ ଭିଡ଼ିଓ ଏଡ଼ିଟିଂରେ ଟେକ୍ସଟ ଆଣ୍ଡ ଟାଇଟଲ୍ସ, ଆଟ୍ରାକ୍ଟିଭ୍ ଟାଇଟଲ୍ ଆଡ଼୍ କରିବା, ଯେଉଁଥିରେ କି ମାନେ ଆମର ଯେଉଁ ହାଇଲାଇଟ୍ ଗୁଡ଼ା ଥିବ, ଇମ୍ପୋର୍ଟାଣ୍ଟ ୱାର୍ଡ଼ସ୍ ଗୁଡ଼ା ସବୁ ବହୁତ ହାଇଲାଇଟ୍ କରୁଥିବ, ବା ଲୋକଙ୍କୁ ହଠାତ୍ ଆଖିରେ ଦେଖାଯାଉଥିବ ହାଇଲାଇଟ୍ ପର୍ସନ୍। ମାନେ ଗୋଟେ ଭିଡ଼ିଓ ଦେଖିବେ, ଯେକୌଣସି ଗୋଟେ ଭିଡ଼ିଓ କରିବେ, ସେ ଯେଉଁ ହାଇଲାଇଟ୍ ପର୍ସନ୍ ଟିକେ ଅଧିକ ଡାର୍କ କଲର୍ ଥିବ। ଠିକ୍ ଅଛି, ତ ଯାହାଫଳରେ ଲୋକ ସେଠୁ ପଢ଼ିପାରିବେ। ସବଟାଇଟଲ୍ ବ୍ୟବହାର କରିବା ଉଚିତ। ରିଲ୍ସ ପାଇଁ କ୍ୟାପସନ୍ ଆବଶ୍ୟକ ବହୁତ ହିଁ ରହୁଛି। ଠିକ୍ ଅଛି, କାହିଁକି ନା ରିଲ୍ସ ପଢ଼ିକି ହିଁ ଲୋକ ବହୁତ ଜଣ ଆସନ୍ତି ଯେ କ'ଣ ଶିଖିବାକୁ ମିଳିବ, କ'ଣ କରିବାକୁ ପଡ଼େ। ଆଉ ଗୋଟେ ରହିଲା ଟ୍ରାଞ୍ଜାକ୍ସନ୍ ଆଣ୍ଡ ଇଫେକ୍ଟସ୍। ଅଧିକ ଇଫେକ୍ଟସ୍ ବ୍ୟବହାର କରିବା କଥା ନୁହେଁ। ସିମ୍ପଲ୍ ଫେଡ୍, ଜୁମ୍ ଆଣ୍ଡ ସ୍ଲାଇଡ୍ ଟ୍ରାଞ୍ଜିସନ୍ ବ୍ୟବହାର କରନ୍ତୁ। ପ୍ରଫେସନାଲ୍ ଲୁକ୍ ଲାଗିବା ଦରକାର ଯେଉଁ ଭିଡ଼ିଓଟି ଆମର। ଆଉ ଗୋଟେ ମାନେ କଲର୍ ଗ୍ରାଇଣ୍ଡିଂ କ'ଣ, ବ୍ରାଇଟନେସ୍ ଆଡ଼ଜଷ୍ଟ କରିବା ଦରକାର। ତାପରେ କଣ୍ଟ୍ରାଷ୍ଟକୁ ଯାଇକି ଇନକ୍ରିଜ୍ କରିଦେଲେ ମାନେ ସେଚୁରେସନ୍ ତାର ବାଲାନ୍ସ ହେଇଯାଏ, ହେଲା। ସିନେମାଟିକ୍ ଲୁକ୍ ବି ଆମେ ତିଆରି କରିବା। ତ ମେନ୍ ଜିନିଷ ହେଲା, ଆପଣ ଦେଖନ୍ତୁ ଯଦି ଆପଣ ଚାହିଁବେ ୟୁଟ୍ୟୁବରେ ପୋଷ୍ଟ କରିପାରିବେ, ତାକୁ ତାର ରେଜୁଲେସନ୍ ବି ରଖିବେ 1080p ଏବଂ ତାର ଫର୍ମାଟ୍ MP4, ଫ୍ରେମ୍ ରେଟ୍ 30 FPS। ଓକେ, ତ ରିଲ୍ସ ଯଦି କ'ଣ ରେସିଓ ତ ଆପଣ ଜାଣିଥିବେ 9:16। ଏଇଟା ହେଉଛି ଆମର କ'ଣ ଯେ 9:60 ରହୁଛି ଆମର ଇନଷ୍ଟା ଫେସବୁକ୍ର ରେସିଓ। ଯେତେବେଳେ ଆମେ ୟୁଟ୍ୟୁବରେ ପୋଷ୍ଟ କରିବେ ସେଟା 16:9। ଓକେ, ତାର ରେସିଓଟା। ଆଉ ଗୋଟେ ଜିନିଷ ରହିଲା, ଏଥିରେ କ'ଣ ହେଉଛି ନା, ଯେତେବେଳେ ଆମେ ପୁରା କାମ ପରଫେକ୍ଟ ଶିଖିପାରିଲେ, ଭିଡ଼ିଓ ଏଡ଼ିଟିଂର ପରଫେକ୍ଟ ଶିଖିପାରିଲେ, ପୁରା କମ୍ପ୍ଲିଟ୍ ଜାଣିପାରିଲେ, ତାର ସବୁ କେଉଁ ଆପ୍ସରେ କେମିତି ବ୍ୟବହାର କରାଯାଏ, ତାର ସବୁ ପାର୍ଟସ୍ ଗୁଡ଼ା ଜାଣିପାରିଲେ, ସବୁ ଫଙ୍କସନ୍ ଗୁଡ଼ା ୟୁଜ୍ କରିପାରିଲେ ପର୍ଟିକୁଲାର, ତାହେଲେ ଆପଣ ସେଠି ଫ୍ରିଲାନ୍ସିଂ ବି କରିପାରିବେ। ଫ୍ରିଲାନ୍ସିଂ କରିକି ବି ଆପଣ ଯେମିତି ଫିଭର୍ ହେଲା, ଅପୱାର୍କ, ଫ୍ରିଲାନ୍ସ ଏ ଭାବରେ ବି ଆପଣ ୱାର୍କ କରିପାରିବେ ଏଇ ଭିଡ଼ିଓ ଏଡ଼ିଟିଂ ଶିଖିଲା ପରେ। ପ୍ରଥମେ କ'ଣ କରିବେ, ପୋର୍ଟଫୋଲିଓ ତିଆରି କରିବେ। ସେ 5-10 ମାନେ ସାମ୍ପଲ୍ ଭିଡ଼ିଓ ଏଡ଼ିଟ୍ କରିବେ, ତାପରେ କ୍ଲାଏଣ୍ଟକୁ ଆପଣ
एक्सपोज हुए पोस्ट करेंगे जहाँ भी खोजे जहाँ करेंगे जदि देखूँ गोटे जमी रहा वीडियो एडिटिंग बहुत जिनस अच्छी मेन मेन जमी फर्स्ट आसला आपणकर एति गोटे मुझे जस्ट हिंट्स गुड़ा कहीदेली मो रियलिटी जोटा कौन देखो फर्स्ट इनसर्ट जो मैंने बिगिनर से इनसर्ट भी वीडियो एडिटिंग कर बहुत इजी मेथड गोटे छोट छुआ जब किसी ना इनसर्ट कर आराम से हो पार बहुत इजी वेटा बहुत मैंने बिगिनर मान बहुत सुइटेबल किंतु जो मैंने प्रोफेशनल करने बहुत भल करने चाहते मैंने वीडियो किसी वैल्यू आने जो मैंने देखिए एचडी क्वालिटी दरकार तो कैपकट रे कले कौन हो तार क्वालिटीटा बहुत भल आसे कि इनसर्ट भी बहुत भल आसे कि टिके कम तो आ गोटे जिन कैपकट हूँ इंडिया बैन तो से VPN यूज करा पड़े VPN यूज कला मैंने कैपकट चले किंतु जो मैंने टोटल जानना कैपकट विषय इनसर्ट VNB मैंने आपड़ यूज करेंगे बहुत सिंपल मात्रा रे बहुत इजी वे रे भी आपड़ शिखिपारे वीडियो एडिटिंग ठीक अच्छे फर्स्ट जिनस वीडियो एडिटिंग शिखला पर से आपड़ जो टैक्स्ट देवे ताको केमिति यूज करेंगे से ट्रांजेक्शन इफेक्ट्स देले ही आमर गोटे जो वीडियोटा टे देखा सुंदर लगे ओके तो सेगुड़ा आमर कलर टिके दबा कमी जाइए लाइटिंग टिके दबा जो कमी जाइए तो से सब जो यूज करेंगे से वीडियोटा ऑटोमेटिक भल लगे तो ये सब जिनस रियल कहवाटा बहुत अलग मु परे परे गो स्टेप बाय स्टेप मो सहित जो मैंने रे कंटिन्यू से मैंने देखिपारे एने मु मोर कोर्स मु जहाँ जहाँ सी सब डिटेल्स सेगुड़ा कहूँ मु प्राक्टिकल करके गोटे स्टेप बाय सब जिनस मुझे देखेबी किपरि वीडियो एडिटिंग कर मुझे रेकर्डिंग करके आपको देखेबी किमिति यूट्यूब रे सॉरी हाँ यूट्यूब रील पोस्ट कर इनसर्ट केमती आप एडिट करेंगे कैपकट रे एडिट करेंगे सब गोटे गोटे आपको स्टेप बाय स्टेप देखदेवी ठीक अच्छे तो गाइस जदि आपण भी चाहते ना मु वीडियो एडिटिंग शिखिकी फ्रीलांसिंग करी ताहले आपण आराम से करि वीडियो एडिटिंग है आपणकर है कंटेंट क्रिएशन है ग्राफिक डिजाइन है एगुड़ा हूँ आम गोटे गोटे डिजिटल स्किल ए शिखिकी आप फ्रीलांसिंग बहुत भल भाव में करेंगे ठीक अच्छे जदि गोटे स्किल के शिख तो 3 months टाइम दिए तो बहुत ही बेस्ट वर्क करेंगे आप तो ठीक अच्छे जदि गाइज ए वीडियोटी आपको लाइक माने भल लगी था लाइक शेयर सब्सक्राइब तो निश्चय करेंगे जदि वीडियो एडिटिंग माने कोर्स दरकार केमती कौन डिटेल्स मैडम बुझे दिंतु कहले आप मत कमेंट रे एडिटिंग कर लिखूँ मुझे आपको पर्सनाल व्हाट्सएप को जाकर स्टेप बाय स्टेप बतईदेवी ठीक अच्छे गाइज रही मोर यूट्यूब चैनल को सब्सक्राइब करने को भूलें कारण आप बहुत भल भल जिन सेठू शिखिपारि मुझे सबुदिन अपलोड करी सहित फेसबुक जो मैंने देखुं फॉलो करने को भूलें कारण से भी बहुत जहाँ मुझे सब जहाँ मुझे शिखी जहाँ गोटे हाउस वाइफ घर रही कर से जिन गोटे पोस्ट कर देखिए आप भी शिखिकी निजे सेल्फ इंडिपेंडेंट भी हो पारे। रही नमस्ते।